16 ସେପ୍ଟେମ୍ବର ଠାରୁ ହେବାକୁ ଯାଉଛି ବଡ଼ ଧମାକା। ଏକ ମାସରେ 5ଟି ବଡ଼ ଲାଭ ଅବଶ୍ୟ ମିଳିବ ବିଛା ରାଶିମାନଙ୍କୁ, କାରଣ ସୂର୍ଯ୍ୟଦେବ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ତ ସୂର୍ଯ୍ୟ ମହାରାଜ ଅଟନ୍ତି। ଛୋଟ ପ୍ୟାକେଟରେ ବଡ଼ ଧମାକା କରିବେ। ତ କର୍ମକ୍ଷେତ୍ରରେ ସ୍ଥିତିରେ କୌଣସି ପ୍ରକାର ସମସ୍ୟା ଆପଣଙ୍କର ରହିଛି ତାହା ଦୂର କରିବେ। ସରକାରୀ କୌଣସି କାର୍ଯ୍ୟ ଅଟକିଛି ସେଥିରୁ ଆପଣଙ୍କୁ ମୁକ୍ତି ଦେବେ ସୂର୍ଯ୍ୟଦେବ ରାଶି ପରିବର୍ତ୍ତନ କରିଛନ୍ତି। ତ ଆପଣଙ୍କର ଇର୍ନିଂ ସୋର୍ସକୁ ବୃଦ୍ଧି କରିବେ। ନୂଆ ନିୟମ ବନାଇବେ। ତ ଆପଣ ଏହି ସମୟରେ ନୂଆ ଆୟର ସ୍ରୋତ ନିର୍ମିତ କରିବେ ଓ ଆପଣଙ୍କ ମେଣ୍ଟାଲ ହେଲ୍ଥ ବହୁତ ଭଲ ରହିବ। ଛୋଟ ଅବଧି ଭିତରେ ଆପଣ ଯେଉଁ ପୁରା ଲମ୍ବା ସମୟ ସରି କୌଣସି ଇଚ୍ଛାକୁ କରି ଆସୁଥିଲେ ଏହା ପୁରା ହେଇଯାଉ ତାହାକୁ ମଧ୍ୟ ପୁରା କରିପାରନ୍ତି ସୂର୍ଯ୍ୟଦେବ, ପୂର୍ଣ୍ଣ କରିପାରିବେ। ତ ସୂର୍ଯ୍ୟ ମହାରାଜ ଏକ ମାସ ଅବଧିରେ ଛୋଟ ହୋଇଥିଲେ ବି କୁଣ୍ଡଳୀରେ ଯଦି ଆପଣଙ୍କର ଭଲ ପୋଜିସନ୍ ଥାଆନ୍ତି ତାହେଲେ କାୟା ପଲଟିବେ। ତ ଏମିତି ନବଗ୍ରହ କୁହାଯାଏନି ସୂର୍ଯ୍ୟଙ୍କୁ। ତ ସୂର୍ଯ୍ୟ ଭାଇ ଭଉଣୀଙ୍କ ସହ ଆପଣଙ୍କର ସମ୍ପର୍କକୁ ମଜବୁତ କରାଇବେ। ସ୍ୱାସ୍ଥ୍ୟ ରୂପରେ ଯେଉଁ ସମସ୍ୟା ଥିଲା ସେଥିରୁ କିଛି ମାତ୍ରାରେ ଆପଣଙ୍କୁ ମୁକ୍ତି ନିଶ୍ଚୟ ଦେବେ। ଏକ ମାସ ଭିତରେ 16 ସେପ୍ଟେମ୍ବରରୁ 15 ଅକ୍ଟୋବର କୌଣସି ପ୍ରକାର ବଡ଼ ଆକସ୍ମିକ ଲାଭ ମଧ୍ୟ ଆପଣଙ୍କୁ ହୋଇପାରେ, ଏକଥା ମନେ ରଖିଥିବେ। ତ ବିଦ୍ୟାର୍ଥୀମାନଙ୍କ ପାଇଁ ଏକ୍ଜାମ୍ ଥିଲେ ତାହା ମଧ୍ୟ ବହୁତ ସକ୍ସେସଫୁଲ୍ ରହିପାରେ। ଆପଣ ଯଦି ଅଧିକ ପରିଶ୍ରମ କରୁଛନ୍ତି ତ ଦେବକୃପା ଠାରୁ ଅଧିକ ଆହୁରି ଉନ୍ନତି କରିବେ। ତ ଆପଣ ଯଦି ବିଛା ରାଶିର ମାତା ପିତା ଅଟନ୍ତି ତାହେଲେ ଆପଣଙ୍କ ସନ୍ତାନଙ୍କ କ୍ୟାରିୟର, ବିଦ୍ୟା ଶିକ୍ଷା କ୍ୟାରିୟର ଉପରେ ଯଦି ଆପଣ ଚିନ୍ତିତ ଥିଲେ ଦେଖିବେ କି ଏହି ମାସରେ ତାହା ଦୂର ହେବ ଓ ସନ୍ତାନ ଆପଣଙ୍କୁ ଗୌରବମୟ କରିବେ। ସନ୍ତାନ କୌଣସି ଭଲ କାମ କରିବେ ଯେଉଁଥିପାଇଁ ଆପଣ ପ୍ରାଉଡ୍ ଫିଲ୍ କରିବେ। ପେଟ ସମ୍ବନ୍ଧୀୟ ଏସିଡ଼ିଟି, ଗ୍ୟାସ୍ ସମସ୍ୟା ଥିଲା, ଷ୍ଟୋମାକ୍ର ପୁଷ୍ଟି ହେବ ଏହି ସମୟରେ। ତ ଆପଣଙ୍କର ଏହି ସମୟରେ ବହୁତ ହେଲ୍ଥରେ ସୁଧାର ଆସିବ ଓ ଏହି ସମୟରେ ଆପଣଙ୍କ ମେମୋରି ସାର୍ପ ହେବ। ବୁଦ୍ଧିମତ୍ତା ସହିତ ଆପଣ ଆଗକୁ ବଢ଼ିବେ ଓ ଏହି ସମୟରେ ଚାତୁରତା ସହିତ ନିଜର କାର୍ଯ୍ୟକୁ କରିବେ। ନୂଆ ପଜିଟିଭିଟି, ସକାରାତ୍ମକ ଉର୍ଜା ଆପଣଙ୍କ ଭିତରେ ଦେଖାଦେବ। ଆପଣଙ୍କ ଇଚ୍ଛା ପୁରା ହେବ। କୌଣସି ଏକ ଡିଜାୟାର ଯାହା ବହୁତ ସମୟ ଧରି ଆପଣ ଇଚ୍ଛା କରି ଆସିଥିଲେ ତାହା ପୁରା ହେଇପାରୁନଥିଲା, ସୂର୍ଯ୍ୟଦେବଙ୍କ ଆଶୀର୍ବାଦରୁ ତାହା ପୁରା ହେବ। ଏହି ସମୟକୁ ବିଲକୁଲ ବି ନଷ୍ଟ କରନ୍ତୁ ନାହିଁ, ସଦୁପଯୋଗ କରନ୍ତୁ। ଆପଣ ଯଦି ନିଜର ଗୋଲ୍ ବା ଲକ୍ଷ୍ୟକୁ ପାଇବା ପାଇଁ ପ୍ରୟାସ କରୁଛନ୍ତି ତାହେଲେ ଏହି ସମୟ ବହୁତ ସୁନ୍ଦରମୟ ରହିବ ଓ ଆପଣଙ୍କୁ ଶାନଦାର ରେଜଲ୍ଟ ଦେବ। କମେଣ୍ଟରେ ଓମ୍ ନମଃ ଶିବାୟ ଲେଖନ୍ତୁ, ହାଇପ୍ କରନ୍ତୁ ଚ୍ୟାନେଲକୁ ଓ ଚ୍ୟାନେଲକୁ ସବସ୍କ୍ରାଇବ୍ ଓ ସେୟାର କରିଦିଅନ୍ତୁ। ବିଛା ରାଶିର ବ୍ୟକ୍ତିମାନେ ନିଜର ପରିଶ୍ରମ କରନ୍ତୁ ଯାହାଦ୍ୱାରା କି ତାଙ୍କୁ ପ୍ରତିଫଳ ବହୁତ ଭଲ ମିଳିବ।